ଜାନୁଆରୀ 11 ଓ 12 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅଟଳ ଯୁବ ସଂଗମର ଚତୁର୍ଥ ବର୍ଷ ରାଜ୍ୟସ୍ତରୀୟ ପେଟ୍ରିଅଟିକ୍ ଫେଷ୍ଟିଭାଲ। ଆସନ୍ତା ଜାନୁଆରୀ 11 ଓ 12 ତାରିଖରେ ବାଲେଶ୍ୱର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅଟଳ ଯୁବ ସଂଗମର ଚତୁର୍ଥ ବର୍ଷ ରାଜ୍ୟସ୍ତରୀୟ ପେଟ୍ରିଅଟିକ୍ ଫେଷ୍ଟିଭାଲ 2 ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି। କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଛୋଟ ପିଲାଙ୍କ ପ୍ରତିଭାକୁ ପ୍ରଭାବଶାଳୀ କରିବାରେ ସହଯୋଗ କରିବା। ଏହି ଅବସରରେ ବିଭିନ୍ନ ପ୍ରକାର କ୍ରୀଡ଼ା, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା କରାଯାଇ ତାଙ୍କୁ ପୁରସ୍କୃତ କରାଯିବ। ଏତଦ୍ ବ୍ୟତୀତ ଅବସରପ୍ରାପ୍ତ ଭାରତୀୟ ସେନାଙ୍କ ସହ ସମାଜସେବୀ ଓ କିଛି ମହିଳା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସଂଗଠନର ପ୍ରତିଷ୍ଠାତା ତଥା ସଭାପତି ବିକାଶ ପାଢ଼ୀ ସ୍ଥାନୀୟ ସଭାଗୃହଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ। ସେହିପରି ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଲେଶ୍ୱର ସହରରେ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନେଇ ରାଜ୍ୟ ତଥା କେନ୍ଦ୍ର ସରକାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଉକ୍ତ ସମ୍ମିଳନୀରେ ସଂଗଠନର ମୁଖ୍ୟ ପରାମର୍ଶଦାତା ପରଶୁରାମ ବେହେରା, ଅଧ୍ୟକ୍ଷ ସଞ୍ଜୟ ଦାସ, ଉପାଧ୍ୟକ୍ଷ ଡକ୍ଟର ସିଦ୍ଧାର୍ଥ ପତି, ଜୋନାଲ ସଭାପତି ଧୀରଜ ମହାନ୍ତି, ଉପସଭାପତି ଗଣେଶ ସେନ, ଅମିୟ ରଞ୍ଜନ ତାଲଦି, ସମ୍ପାଦକ ପ୍ରହ୍ଲାଦ ଦାସ, ଯୁବ ସଭାପତି ସୌଭାଗ୍ୟ ମାନସ ନାୟକ, ଯୁବ ଉପସଭାପତି ମନୋଜ ପଣ୍ଡା, କାନୁଚରଣ ମହାଳିକ, ଶ୍ରିୟା ଦାସ, ସୌମ୍ୟପ୍ରିୟା ଖଣ୍ଡେଲୱାଲ, ସସ୍ମିତା ଦାସ, ସଂଘମିତ୍ରା ଦାସ, କୈଳାସ ଦାସ, ନରୋତ୍ତମ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଅଟଳ ଯୁବ ଶକ୍ତି ସାମାଜିକ ଅନୁଷ୍ଠାନ ଅଛି, ତାର ଚତୁର୍ଥ ବାର୍ଷିକ ଉତ୍ସବ ଯାହାକି ଜାନୁଆରୀ 11-12 ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଅନୁଷ୍ଠିତ ହେବ ଆଉ ପାଳନ କରିବାକୁ ଯାଉଛି ତାର ବାର୍ଷିକ ଉତ୍ସବ, ଯାହାକୁ ଅଟଳ ଯୁବ ସଂଗମ ସିଜନ 4 ଯାହାକି ପୁରା ପେଟ୍ରିଅଟିକ୍ ୱେରେ ହେବ। ସମସ୍ତ କମ୍ପିଟିସନ ପେଟ୍ରିଅଟିକ୍ ୱେରେ, କାର୍ଯ୍ୟକ୍ରମ ପୁରା ପେଟ୍ରିଅଟିକ୍ ୱେରେ ଏବଂ ବାଲେଶ୍ୱର ଯେତିକି ନମସ୍ୟ ଯେଉଁମାନେ ସମାଜସେବୀ ଅଛନ୍ତି, ଯେଉଁମାନେ ସମାଜର ଆଗଧାଡ଼ିରେ କାମ କରୁଛନ୍ତି, ତାଙ୍କୁ ଆମେ ସମ୍ବର୍ଦ୍ଧିତ କରିବୁ ଏବଂ ସକାଳୁ 11 ତାରିଖ ଦିନ ସକାଳୁ ଅମଳ ବଣ୍ଟନ ଅଛି ଗରିବ ଲୋକଙ୍କ ପାଇଁ ଆଉ 10ଟି ହୁଇଲ ଚେୟାର ଅଛି, ତାକୁ ଆମେ ଗରିବ ଲୋକଙ୍କୁ ବାଣ୍ଟିବୁ। ଆଉ ଏହି କାର୍ଯ୍ୟକ୍ରମ 2 ଦିନ ଧରି ଚାଲିବ ଏବଂ ଅନୁରୋଧ କରିବି ଆପଣଙ୍କ ମାଧ୍ୟମରେ ସମସ୍ତେ ଆସନ୍ତୁ ଏବଂ ଏ କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତୁ ଆଉ ଆମକୁ ସହଯୋଗ କରନ୍ତୁ। ନାଇଁ ଯେଉଁ କଥା ଆପଣ କହିଲେ, ବିଗତ ଦିନରେ ଆମେ ଥରେ ବି କଲେକ୍ଟରକୁ ଆମର ମେମୋରାଣ୍ଡମ ଦେଇଥିଲୁ, ଆମ ପାଖରେ ବି ଚିଠି ଆଜି ଟାଇପ୍ ହେଇକି ରହିଛି। ତ ନିଶ୍ଚିତ ଭାବରେ ଏହି କାର୍ଯ୍ୟକ୍ରମରେ ଆମେ ନିଶ୍ଚିତ ଭାବରେ ଗୋଟେ ଜାଗା କଲେକ୍ଟରକୁ ମାଗିବୁ ଏବଂ MLA ଆଉ MPଙ୍କୁ ଅନୁରୋଧ କରିବୁ ତାଙ୍କର ପାଣ୍ଠିରୁ ଗୋଟେ ବାଲେଶ୍ୱରରେ ସୁନ୍ଦର ପ୍ରତିମୂର୍ତ୍ତି ଶ୍ରୀ ଅଟଳ ବିହାରୀ ବାଜପେୟୀ ଭାରତ ରତ୍ନ ଆମର ସମସ୍ତଙ୍କର ମାର୍ଗଦର୍ଶକ, ତାଙ୍କର ଗୋଟେ ପ୍ରତିମୂର୍ତ୍ତି ତିଆରି ହେବା ପାଇଁ ଆମେ ଅନୁରୋଧ କରିବୁ। ନିଶ୍ଚିତ ଭାବରେ କରିକି ଛାଡ଼ିବୁ। ନିଶ୍ଚିତ ଭାବରେ ଏହି ବର୍ଷ 2025 ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଆମର ଆଶା। प्रधानमंत्री अटल बिहारी वाजपेयी नाम रे ये अनुष्ठान तैयारी होता। ये अनुष्ठान एक बहुत बड़ा कारण उद्देश्य समाज सेवा ये अनुष्ठान तैयारी होता। आज तार चतुर्थ वार्षिक उत्सव जहाँ समाज में आवश्यकता अच्छी से ही करवा में अनुष्ठान चलता। मो अनुष्ठान को आयोजन सभापति चेयरमैन समस्त को धन्यवाद ज्ञापन करी कथा रखुची। समाजर प्रत्येक वार्ता आपण माध्यम लोक मैंने जानते तो आम निष्पत्ति नहीं प्रोग्राम दिन दिन उच्च स्तर में पहुँचो और आपण सहयोग आम कौटी ना कौटी पूर्ण प्रेरणा जोगाऊँ। आम धीरे धीरे अश्लीलता को दूर दे समाज संस्कृति परंपरा को जातिवाद भितर सीमित नक आम मनीष एवं समाज में आम समस्ते से दृष्टि प्रोग्रामटा आम करूँ। आज बहुत दुख लगुच किंतु धन्यवाद देवी अटल बिहारी वाजपेयी को भल पाउथबा मनीष विकास पाढ़ी महोदय